ଆଜି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଉଷ୍ମାପାଲି ଗ୍ରାମଠାରେ 10 ଗୋଟି ଗ୍ରାମ ପଞ୍ଚାୟତର ସକ୍ରିୟ ବିଜୁ ଜନତା ଦଳର କର୍ମୀମାନଙ୍କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ଡମ୍ବରୁ ବାଘ ଉପସ୍ଥିତ ରହିଥିଲେ। ଅନ୍ୟତମ ଆକର୍ଷଣ ଭାବରେ ସାଂସଦ ପ୍ରତିନିଧି ମଦନ ଖୋସଲା, ଜିଲ୍ଲା ପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ପଡ଼ିଆମୀ, ବ୍ଲକ ଉପାଧ୍ୟକ୍ଷ ମାନସୀ ପଡ଼ିଆମୀ, ଜିଲ୍ଲା ସାଧାରଣ ସମ୍ପାଦକ ସୋମନାଥ ବାସେ, ବ୍ଲକ ଯୁବ ସଭାପତି ମନତୋଷ ବିଶ୍ୱାସ, ବ୍ଲକ ମହିଳା ସଭାନେତ୍ରୀ ସୁଣ୍ଡରମା ଗଛା, ପୁରୁଣା ଚିମିଟାପାଲି ସରପଞ୍ଚ ରାଜେଶ ମାଡକାମୀ, ପଟ୍ରେଲ ସରପଞ୍ଚ ଦୌମତୀ ପଡ଼ିଆମୀ, ଡୁଡାମେଟା ସରପଞ୍ଚ ପଡ଼ିଆମୀ, ତର୍ଲକୋଟା ଗ୍ରାମ ପଞ୍ଚାୟତର ସଭାପତି କାର୍ତ୍ତିକ କ୍ଷମୁଡ଼ି ଏବଂ ଶତାଧିକ ସକ୍ରିୟ ବିଜେଡି କର୍ମୀ ଉପସ୍ଥିତ ହୋଇଥିଲେ। ଉକ୍ତ ସଭାରେ ଯୁବ ସଭାପତି ମନତୋଷ ବିଶ୍ୱାସ ସଭା ପରିଚାଳନା କରିଥିଲେ। 10 ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସକ୍ରିୟ କର୍ମୀମାନଙ୍କୁ ନିଜର ବକ୍ତବ୍ୟ ରଖିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ସମସ୍ତ ନିଜ ମନର କ୍ଷୋଭ ବା ଦୁଃଖ ମୁଖ୍ୟ ଅତିଥିଙ୍କୁ ଅବଗତ କରାଇଲେ ଯେ ଆଜି କୋରୁକୋଣ୍ଡା ବ୍ଲକରେ କର୍ମୀମାନଙ୍କ ମଧ୍ୟରେ ଯେଉଁ ଦୁର୍ଦ୍ଦଶା ତାହା କେବଳ ମାଲକାନଗିରି ନିର୍ବାଚନ ମଣ୍ଡଳୀର ସତ୍ୟ ପାଣିଗ୍ରାହୀର ମନୋମୁଖୀ କାର୍ଯ୍ୟ ନେଇ ଆମେ ପ୍ରଥମରୁ ପ୍ରତିବାଦ କରିଥିଲୁ ଯେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବ୍ଲକ ସଭାପତି ମାଲକାନଗିରି ନିର୍ବାଚନ ମଣ୍ଡଳୀର ହୋଇପାରିବ ନାହିଁ। ତାହାପରେ ତାଙ୍କୁ ଦେଖାନିଆ ପାଇଁ ସଭାପତି ପଦରୁ ସସ୍ପେଣ୍ଡ କରିଥିଲେ, କିନ୍ତୁ ବିଧାୟକ ମହୋଦୟ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ଲକ ସଭାପତି ପଦ ଓ ବିଧାୟକ ପ୍ରତିନିଧି ପଦ ସର୍ତ୍ତ ପାଣିଗ୍ରାହୀଙ୍କୁ ପୁନର୍ବାର ଦେଲେ ଏବଂ 5 ବର୍ଷରେ ବିଧାୟକ ଫଣ୍ଡସ ନିଜ ଲୋକମାନଙ୍କ ଦ୍ୱାରା କରାଇଲେ। ଯେଉଁ କାରଣ ପାଇଁ ଆଜି କର୍ମୀମାନଙ୍କର ମନ ଏ ବିଜେଡି ପାଇଁ ଦୁର୍ବଳ। କୌଣସି ଗୋଟିଏ ସକ୍ରିୟ କର୍ମୀକୁ ମଧ୍ୟ ସତ୍ୟ ପାଣି କେବେ ହେଲେ ସଭା ସମିତିରେ ପ୍ରଶଂସା କିମ୍ବା ଆଗ ଧାଡ଼ିରେ ସ୍ଥାନ ଦେଇନାହାନ୍ତି। କେବଳ ତାର ଯେଉଁ କଣ୍ଟ୍ରାକ୍ଟର ମାନେ ଅଛନ୍ତି ସେମାନଙ୍କୁ ସ୍ଥାନ ଓ ସମ୍ମାନ ମିଳିଛି। 2 ମାସ ମଧ୍ୟରେ ନିର୍ବାଚନରେ ପୁନର୍ବାର ସେହି ଭୁଲ ନ ହେଉ ଏହାର ଅବଗତି ନିମନ୍ତେ ଉକ୍ତ ସଭାରେ ଆଲୋଚନା ହେଲା ଏବଂ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ବରିଷ୍ଠ ନେତା ଡମ୍ବରୁ ବାଘଙ୍କୁ ଦିଆଗଲା। ପରିଶେଷରେ ଡମ୍ବରୁ ବାଘ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଦେଇ ନବୀନ ପଟ୍ଟନାୟକଙ୍କର ହାତ ମୁଠାକୁ ଟାଣ କରିବା ପାଇଁ ଗୁରୁମନ୍ତ୍ର ଦେଲେ ଏବଂ ସଭା ସାଙ୍ଗ କଲେ। ମାଲକାନଗିରି ଜିଲ୍ଲାରୁ ସ୍ପେଶାଲ ବ୍ୟୁରୋ ଚିଫ୍ ବିନାୟକ ପାତ୍ରଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।